ଭାଇମାନେ ବିଶ୍ୱାସ କରନ୍ତୁ, ଆଜିର ସମାଜରେ ନା ଯାହା ପାଖରେ ଗୋଟିଏ ମନ ମୁତାବକ ମନର ମଣିଷ ଭଲ ଜୀବନ ସାଥୀଟିଏ ଥାଏ ନା, ଗୋଟିଏ ସୁନ୍ଦର ସ୍ତ୍ରୀଟିଏ ଥାଏ ଯିଏକି ତା'ର ସବୁ ଦୁଃଖ କଷ୍ଟକୁ ବୁଝିପାରୁଥିବ, ତାକୁ ଟିକେ ହସେଇ ପାରୁଥିବ, ତା'ର ହର ଟେନସନ୍କୁ ଚୁଟକିରେ ଗାୟବ କରିଦେଇ ପାରୁଥିବ ନା, ସେଇ ପୁରୁଷ ହେଉଛି ଆଜିର ସମାଜରେ ସବୁଠାରୁ ସୁଖୀ ମଣିଷ, ଭଲ ମଣିଷ ଆଉ ଧନୀ ମଣିଷ। ଆଉ ତା ନହେଲେ ନା ବିଶ୍ୱାସ କରନ୍ତୁ, ଆପଣଙ୍କ ପାଖରେ ଯଦି କୋଟି କୋଟି ଟଙ୍କା ଥିବ ନା, ଆପଣ ଯେତେ ବି ପାୱାରଫୁଲ୍ ହେଇଥାନ୍ତୁ ନା କାହିଁ, ଆପଣ ଜୀବନରେ କେବେ ବି ହସି ପାରିବେନି। ପ୍ରତ୍ୟେକ ମୁହୂର୍ତ୍ତରେ କାନ୍ଦି କାନ୍ଦିକା ଆପଣ ଦିନ ଯିବ। କାହିଁକି ନା ମଣିଷ ଜୀବନରେ ଯଦି ଗୋଟିଏ ଭଲ ଲାଇଫ୍ ପାର୍ଟନରଟିଏ ନଥାଏ ନା, ସେ ଲାଇଫ୍ ଏକଦମ ବେକାର। କିନ୍ତୁ ଭାଇ ବଡ଼ ଦୁଃଖର କଥା ଏଇଟା ଯେ ଆଜିକା ଡେଟ୍ରେ କାହା ପାଖରେ ପଇସା ନାହିଁ, ସମସ୍ତଙ୍କ ପାଖରେ ପଇସା ଅଛି, କିନ୍ତୁ ଭଲ ଜୀବନସାଥୀଟି ଆଜିକା ଡେଟ୍ରେ ବହୁତ କମ୍ ଲୋକଙ୍କୁ ମିଳୁଛି। ଭାଇମାନେ, ଯିଏ ଯାହାକୁ ଦିଲସେ ଭଲ ପାଉଛି ସିଏ ତା'ର ପ୍ରେମ ବୁଝିପାରୁନି, ଆଉ ଯିଏ ଯାହାର ପ୍ରେମ ବୁଝୁଛି ସିଏ ତାକୁ ଧୋକା ଦେଇ ଦେଇ ଚାଲିଯାଉଛି। କିନ୍ତୁ ଭାଇ କଥାଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଆପଣମାନେ ବିଚାର କରି କହିବେ। ସ୍ତ୍ରୀ ନା ଠିକ୍ ଆଙ୍କ ଭଳିଆ ହେବା ଦରକାର, ଯେମିତି ଗୋଟେ ପୁରୁଷକୁ ତାକୁ ଟିକେ ଖୁସି ଦେଇପାରୁଥିବା, ତାକୁ ଟିକେ ହସେଇ ପାରୁଥିବା ଦରକାର। କିନ୍ତୁ ଆଜିକା ଡେଟ୍ରେ ହସେଇବା ତ ଦୂରର କଥା, ଖୁସି ଦେବା ତ ଦୂରର କଥା, ସମସ୍ତେ ଟେନସନ୍ ଦେବାରେ ବ୍ୟସ୍ତ। ଅବଶ୍ୟ ସମସ୍ତେ ଖରାପ ନୁହନ୍ତି, କିନ୍ତୁ ବହୁତ ଖରାପ ବି ଅଛନ୍ତି। କଥାଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଆପଣମାନେ ବିଚାର କରି କହିବେ। ତେଣୁ ସବୁବେଳେ ଚିନ୍ତା କରନ୍ତୁ, ବିବାହ ପୂର୍ବରୁ ଗୋଟିଏ ମନ ମୁତାବକ ଜୀବନ ସାଥୀଟି ହେଇଥିବା ଦରକାର। କାହିଁକିନା ଭାଇ ଆଜିକା ଡେଟ୍ରେ ଲୋକମାନଙ୍କର ଚିନ୍ତାଧାରା ବହୁତ ବଦଳିଗଲାଣି। କଥାଟା କେତେ ଦୂର ଠିକ୍ କେତେ ଦୂର ଭୁଲ ବିଚାର କରିବେ। ଜୟ ଜଗନ୍ନାଥ।